ବାରମ୍ବାର ଆଖିରୁ ଲୁହ ପୋଛିବା ଅପେକ୍ଷା ସେ ଲୋକଙ୍କୁ ହୃଦୟରୁ ପୋଛିଦେବା ଭଲ ଯିଏ ତୁମ ଲୁହର କାରଣ ସାଜୁଛି। ଯଦି କେହି ଅଭିମାନ କରିଛି ତାକୁ ଯଥାଶୀଘ୍ର ମନେଇ ନେବା ଉଚିତ, କାରଣ ଯେବେ ଅଭିମାନ ଅହଙ୍କାରର ରୂପ ନିଏ ସେତେବେଳେ ବର୍ଷ ବର୍ଷର ସମ୍ପର୍କ ବି ଭାଙ୍ଗି ଯାଇଥାଏ। କିଛି ପ୍ରଶ୍ନର ଉତ୍ତର ସମୟ ଉପରେ ଛାଡ଼ିଦେବା ଦରକାର। ଉତ୍ତର ଟିକେ ଡେରିରେ ମିଳିବ କିନ୍ତୁ ବହୁତ ଭଲ ମିଳିବ। ସମୟ ତା ପାଇଁ ନିଶ୍ଚିତ ବଦଳିଥାଏ ଯିଏ ସମୟକୁ ସମୟ ଥାଉ ଥାଉ ବୁଝି ଯାଇଥାଏ। କିଏ କହିଲା କି କେହି ଘୃଣା କଲେ ହିଁ କଷ୍ଟ ମିଳେ? କେବେ କାହାକୁ ସଚ୍ଚା ହୃଦୟରୁ ଭଲ ପାଇକି ଦେଖ। ଯେବେ କେହି ବାରମ୍ବାର ଅଣଦେଖା କରୁଛି ସେଠି ଅଜଣା ହୋଇଯିବା ହିଁ ଭଲ ହୋଇଥାଏ। ଆମକୁ ଘୃଣା କରୁଥିବା ଲୋକଙ୍କୁ ବି ମାନିବାକୁ ପଡ଼ିବ। ଆମକୁ ଦେଖିବାକୁ ଚାହାନ୍ତିନି ତଥାପି ଆମ ଉପରେ ନଜର ରଖିଥାନ୍ତି। ଆମକୁ ବୁଝିପାରୁଥିବା ଲୋକ ବୋଧେ ମୋ ଜୀବନରେ ନାହାନ୍ତି। ଯିଏ ଆସୁଛି ବୁଝେଇକି ଚାଲି ଯାଉଛି। ପ୍ରେମ କନ୍ଦାଇ ନଥାଏ, କନ୍ଦାଇ ଥାଏ ତ ସେଇ ଅଭ୍ୟାସ ଯାହା ମଣିଷକୁ ଦିନେ ଏକୁଟିଆ କରି ବଞ୍ଚିବାକୁ ଛାଡ଼ିଦିଏ। ଜୀବନରେ ଏମିତି ମଣିଷ ରହିବା ଜରୁରୀ ଯିଏ ତୁମ କଷ୍ଟକୁ କେବଳ ଶବ୍ଦରେ ନୁହେଁ ମନରୁ ଅନୁଭବ କରିପାରେ। ଡରିବା ବାଲାକୁ ସମସ୍ତେ ଡରାନ୍ତି, କାରଣ ଡରେଇବାର ମଜା କେବଳ ଚାଲାକ ଲୋକ ଜାଣନ୍ତି। ଟିକେ ସାହସ କରି କଥା କହିବା ଶିଖିଯାଅ, ଡରେଇବା ଲୋକ ନିଜେ ଡରିବାକୁ ଲାଗିବ। ପରିବାର ହେଉ କି ସମ୍ମାନ ସେତେବେଳେ ବର୍ବାଦ ହୋଇଯାଏ ଯେତେବେଳେ ବୁଝିଲା ମଣିଷ ନୀରବ ହୋଇଯାଏ ଆଉ ନ ବୁଝିଲା ମଣିଷ କଥା କହିବା ଆରମ୍ଭ କରିଦିଏ। ଯଦି କଥା ରଖିବାର କ୍ଷମତା ନାହିଁ ତାହେଲେ ମିଛ ପ୍ରତିଶ୍ରୁତି ଦିଅ ନାହିଁ। ତୁମର ତ କେବଳ କଥା କଟିଯିବ କିନ୍ତୁ ସାମ୍ନା ଲୋକର ତ ସମ୍ପୂର୍ଣ୍ଣ ବିଶ୍ୱାସ ଭାଙ୍ଗିଯିବ। ସମ୍ପର୍କ ସରିଗଲେ ପ୍ରେମ ସରିଯାଏନି। ହୃଦୟରେ ତ ସିଏ ବି ରୁହନ୍ତି ଯିଏ ଦୁନିଆରୁ ବିଦାୟ ନେଇଯାଆନ୍ତି। ପ୍ରାୟତଃ ସିଏ ସବୁବେଳେ ସମସ୍ତଙ୍କ ପାଇଁ ଠିଆ ହୁଏ ଯିଏ ଏକୁଟିଆ ରହିବାର କଷ୍ଟ କ'ଣ ବୁଝିଯାଏ। କେବଳ ଧୋକା ଆଉ ଘୃଣା ଶୁଦ୍ଧ ହିଁ ମିଳିଥାଏ, ବାକି ସବୁ ନକଲି ମିଳିଥାଏ। ସଚ୍ଚା ହୃଦୟ ଥିବା ମଣିଷ ସତ କହି ଯେତିକି କାହାର ବିଶ୍ୱାସ ଜିତି ପାରିନଥାଏ, କପଟି ସ୍ୱାର୍ଥପର ବା ଚାଲାକ ମଣିଷ ମିଛ କହି ସମସ୍ତଙ୍କ ହୃଦୟକୁ ଜିତି ନିଅନ୍ତି। ମୂର୍ତ୍ତି ଆଉ ମଣିଷଙ୍କ ଭିତରେ ବାସ୍ ଏତିକି ଫରକ। ମୂର୍ତ୍ତି ଶରୀରରୁ ପଥର ଆଉ ମଣିଷ ହୃଦୟରୁ ପଥର। ମାଟି ମିଶିଲା ଇଟା ହେଲା, ଇଟା ମିଶିଲା କାନ୍ଥ ହେଲା ଏବଂ କାନ୍ଥ ମିଶିଲା ଘର ହେଲା। ଏସବୁ ନିର୍ଜୀବ ମିଶିବାରୁ ଏତେ ସୁନ୍ଦର ଘର ହୋଇପାରିଲା। ଚିନ୍ତା କର ଯଦି ସବୁ ମଣିଷ ମିଶିଯାଆନ୍ତି ତେବେ କେତେ ସୁନ୍ଦର ଦୁନିଆ ହୋଇପାରନ୍ତା। ଆଜିକାଲିର ସମାଜ କାଗଜକୁ ସମ୍ମାନ ଦିଏ, ମଣିଷକୁ ନୁହେଁ। ବାରମ୍ବାର କାହାକୁ ଆମ ଭାବନା ଆଉ ହୃଦୟ ସହ ଖେଳିବାକୁ ଦେଲେ ସିଏ ଦିନେ ଖେଳାଳି ହୋଇ ରହିଯାଏ ଆଉ ଆମେ ତା ପାଖରେ ଖେଳନା ହୋଇ ରହିଯାଉ। ସ୍ୱାର୍ଥପର ମଣିଷର ଏଇ ଗୋଟେ ପ୍ରକୃତି ଥାଏ, ମୁଁ ଏକା ଖାଇବି, ମୁଁ ଏକା ବଞ୍ଚିବି, କେବଳ ମୋ କଥା ଠିକ୍ ବୋଲି ପ୍ରମାଣ ହେବ, କେବଳ ମୁଁ ଭଲରେ ରହିବି, ଆଉ ସମସ୍ତେ ମୋ କଥା ମାନି ଚଳିବେ। ପାହାଡ଼ ତଳକୁ ଖସି ଯାଇଥିବା ବ୍ୟକ୍ତି ହୁଏତ ଉଠି ଠିଆ ହୋଇପାରେ କିନ୍ତୁ ନଜରରେ ତଳକୁ ଖସି ଯାଇଥିବା ବ୍ୟକ୍ତି କେବେ ଉପରକୁ ଉଠିପାରେ ନାହିଁ। ଜଣେ ରାଗିଗଲେ ଯଦି ଆଉ ଜଣେ ଚୁପ୍ ହୋଇଯାଏ ତେବେ ସମ୍ପର୍କ ବଞ୍ଚିଯାଏ। ଯଦି ଜଣେ ରାଗିଥିଲେ ଆଉ ଜଣେ ବି ରାଗିଯାଏ ତେବେ ରାଗ ବଞ୍ଚିଯାଏ, ସମ୍ପର୍କ ମରିଯାଏ। ଲଢ଼ିବାର ସାହସ ତ ସମସ୍ତଙ୍କ ପାଖରେ ଥାଏ କିନ୍ତୁ କାହାକୁ ଜିତିବା ପସନ୍ଦ ଥାଏ ତ କାହାକୁ ସମ୍ପର୍କ ପସନ୍ଦ ଥାଏ। ଏବେ ବିଶ୍ୱାସର କଥା କାହାଠାରୁ ଆଶା ରଖୁଛ? ମାଟିରେ ତିଆରି ମଣିଷ କାଗଜରେ ବିକ୍ରି ହୋଇଯାଏ। ଜୀବନରେ ପ୍ରେମ କ'ଣ ତାକୁ ପଚାର ଯିଏ ପ୍ରେମରେ ଧୋକା ଖାଇବା ପରେ ବି ତା ପ୍ରେମିକାର ବାଟକୁ ଚାହିଁ ରହିଥାଏ। ଦୁଇ ପ୍ରକାର ଝିଅ ପ୍ରେମରେ କେବେ ଧୋକା ଦିଅନ୍ତି ନାହିଁ। ପ୍ରଥମଟି ଯିଏ ଆଗରୁ ନିଜେ ଧୋକା ଖାଇଥିବ ଆଉ ଦ୍ୱିତୀୟଟି ଯିଏ ସଚ୍ଚା ପ୍ରେମ କରୁଥିବ।